ସନ୍ଧ୍ୟାରେ ମୁଁ ଆମ ଘରକୁ ଯାଇକି ପହଞ୍ଚି ଯାଇଥିଲି। ଆଉ ସନ୍ଧ୍ୟାରେ ଆମ ଘରକୁ ଯିବି ବୋଲି ସେଥିଲାଗି ମୋ ବୋଉ ପୁରା ମୋ ପାଇଁ ପ୍ରିପାରେସନ୍ କରିକି ରଖିଥିଲା ଏଠି ବରା ତିଆରି କରିବ ବୋଲି। ଆଉ ବରାର ଆଣ, ପିଆଜ, କଞ୍ଚା ଲଙ୍କା, ଭୃଷଙ୍ଗ ପତ୍ର ସବୁ ଗୋଳେଇ ଗାଳିକି ରଖିଥିଲା। ମୁଁ ଯାଇକି ଯେମିତି ପହଞ୍ଚିଛି ବରା ତିଆରି କରିବାରେ ପୁରା ବ୍ୟସ୍ତ। ଆଉ ସତ କଥା ନା, ମା ମାନେ ହିଁ ମନ କଥା ହିଁ ବୁଝିପାରନ୍ତି ଝିଅମାନଙ୍କର। କାହିଁକିନା ମୁଁ ଯେମିତି ଯାଇକି ପହଞ୍ଚିଛି କି ନାହିଁ ବରା ତିଆରି କରିବାରେ ପୁରା ବ୍ୟସ୍ତ। ମୁଁ କହିଲି ଟିକେ ସମୟ ପରେ କଲେ ଚଳିବ। ବୋଉ ତାର ପୁରା ନାହିଁ ଜଲ୍ଦି ଜଲ୍ଦି କରିଦେଲେ ତମେ କେମିତି ଖାଇକି ଯେହେତୁ ମୋ ଶ୍ୱଶୁର ହେରିକା ଆସିଛନ୍ତି ସେଥିଲାଗି ସେ ଟିକେ ଜଲ୍ଦି ତିଆରି କରିଦେଲା। ଆଉ ଏଠି ପେପରରେ ପକେଇକି ଦେଉଛି, କାହିଁକିନା ବେଶୀ ତେଲ ହେଲେ ମୋ ଶ୍ୱଶୁର ଟିକେ ଖାଆନ୍ତିନି। ଆଉ ସେଥିଲାଗି ଟିକେ ତେଲ ଆଧରେ କାଗଜରେ ସବୁ ଲାଗିଯିବ। ଆଉ ତାପରେ ନେଇକି ମୋ ଶ୍ୱଶୁର ଘରେ ବସିଛନ୍ତି, ତାଙ୍କୁ ନେଇକି ଖାଇବାକୁ ଦେଇଦେବି। ଆଉ ଏଠି ପୁରା ବରା ତିଆରି ପୁରା ହେଇଗଲାଣି, ପୁରା ବଢ଼ିଆ ହେଇଛି ବରାଟା, ବହୁତ ସୁନ୍ଦର ବି ଲାଗୁଥିଲା। ତାପରେ ଯାଇକି ଭାଉଜ ହେରିକାଙ୍କ ସହିତ ଟିକେ ଦେଖା କରିଦେଲି। ଆଉ ସମସ୍ତେ ଘରେ ଭାଉଜମାନେ ସମସ୍ତେ ଅଛନ୍ତି, ଆଉ ବହୁତ ବଢ଼ିଆ ଲାଗୁଥିଲା, ବହୁତ ମଜା ବି ଲାଗୁଥିଲା ଘରେ। ଆଉ କ'ଣ କରିବା, ଯାହା ବି ହେଲେ ଶାଶୁ ଘରକୁ ତ ଯିବା ପାଇଁ ପଡ଼ିବ। ଆଉ ମୋର ଜମାରୁ ଇଚ୍ଛା ନଥିଲା ଘରକୁ ଯିବା ପାଇଁ, କାହିଁକିନା ସମସ୍ତେ ଯେହେତୁ ଭାଉଜ ହେରିକା ଆସିଛନ୍ତି, ଆଉ ସମସ୍ତେ ଘରେ ରହିଲେ ବହୁତ ଭଲ ଲାଗେ। ଆଉ କାମ ସାରିକି ଘରକୁ